ଏଇତ ସଖୀମାନେ ସେ ଗଙ୍ଗା ନଦୀର ଚଲନ ଦେଖ ସଙ୍ଗମାନେ এই গঙ্গা নদীরে না আমি পাদধৌত করি সে মা মঙ্গলা মন্দিরকে যাবালো হ্যালো তাহলে চাল সখী মানে শীঘ্র শীঘ্র আমি এটি সে নদীরে পাদধৌত করিবা হ্যাঁ হ্যাঁ এখানে চালা যাবালে আপা তাহলে চাল সখী মানে देखो 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 এই নৈকরানি না যে জনে যুবক সই সইছিল সাতারে তুমি সাতা কাঁচ আমি সত কইছি সে যুবরাজ না কেতে যে সুন্দর দেখা যাচ্ছেন সাতারে না হেলে আপা সাতারে সই পড়িছন্তি না ତାଙ୍କୁ ଦେଖିଲା ବେଳକୁ ନା ମୋ ମନରେ କିଛି କିଛି ହଉଛି ନା ସଖୀ ମାନେ ଇମା କଣ ହେଇଛି କହିଲ କଣ ହଉଛି ମାନେ ତାଙ୍କୁ ନା ମୋତେ ପ୍ରେମ କରିବାକୁ ଇଚ୍ଛା ହଉଛି ନା ଏ ଆପା ଏମିତି କେମିତି ମିଶିଛି ଯେ ଦେଖିଲା ମାତ୍ରକେ ପ୍ରେମ କରିବା ପାଇଁ ଚାଲି ଯାଉଛ ମ ଏ କହିଲା ମାନେ ହଁ ଏ ଦୁନିଆରେ ଏମିତି ସୁନ୍ଦର ପୁରୁଷ କେବେ ବି ନଥିଲେ ସଖୀ ସତ କହୁଛ ଯେମିତି ସୁନ୍ଦର ଦେଖାଯାଉଛନ୍ତି ହେଲେ ଏ ଆପା ସତରେ ତାକୁ ତମେ ଦେଖିଲା ମାତ୍ରକେ ଭଲ ପାଇ ବସିଛ ହେଲେ ଏ ଆପା ସେ ତ ଏବେ ଶୋଇ ପଡ଼ିଛନ୍ତି ଯଦି ସେ ଉଠିଦବ ତାହେଲେ ତୁମକୁ ସେ ମନା କରିଦବ ଲୋ ଏ ଆପା ଆଉ ଜାଣିଛ ଆପା ଲୋ এই ବରଣମାଳାଟା ତା ଗଳାରେ ତମେ ଯଦି ଦେଇଦବ ତାହେଲେ ଭଲ ହବ ଲୋ ତମେ କଣ କହିଛ ଭଲ ମାନେ ଏ ଆପା ଆମେ ସତ କଥା କହୁଛୁ ଲୋ ତମେ ସତ କହୁଛ ନା ସଖୀ ମାନେ ସେ ଯଦି ଉଠିଦେବେ ଆଉ ମୁଁ ତୁମକୁ ଭଲ ପାଉଛି ପ୍ରେମ କରୁଛି ପାଇବି ଯଦି ଏମିତି କହିବେ ସେ ଉଠିବାକୁ ଯଦି ମନେ କରିଦେବେ ତା ପୂର୍ବରୁ ମୁଁ ନା ସେଇ ବରଣମାଳାଟା ତାଙ୍କ ଗଳାରେ ଦେଇଦେବି ତା ସେଥିପାଇଁ କଲେ ଆପା ଏଇ ନିଆ এই বরণমালাটা তা গলারে দিয়ে
তাহলে যাবো না। ମୁଁ ତାଙ୍କ ଗଲାରେ ବରଣମାଳାଟା ଦେଇ ସାରିଛି ନା ସତମାନେ। ଏଥର ଆଉ ବିଳମ୍ବ କରନିଲ, ତମେ ଏଥର ଯାଅ ତାଙ୍କୁ ନା ଉଠେଇକି ମୋ ପାଖକୁ ନେଇକି ଆସିବ। ଆଉ ତାଙ୍କ ପରିଚୟ ମାଗିବ। যদি তুমি যাইকে উঠাইবা তাহলে সତରେ ସେ ଆପେ ଆପେ ଉଠିଯିବ ମ। ଏବଂ ମାନେ ତମେ ଚାରିଜଣଙ୍କୁ ମଧ୍ୟ ତାଙ୍କୁ ଉଠେଇ ପାରିଲନି? ନାଇଁ ମ, ଜମାରୁ ବି ଉଠୁନି। ଆଉ ମୁଁ କଣ ଏକୁଟିଆ ଉଠେଇ ପାରିବି? ଆଉ ତମେ ଗଲେ ବୋଧେ ସେ ଉଠିଯିବ। ହଉ ଠିକ ଅଛି ବାବା, ତାହେଲେ ମୁଁ ଏଥର ଚେଷ୍ଟା କରିକି ଦେଖୁଛି। ହାଲୋ ଜାଲ ତାହେଲେ ତମେ ସେଇଠି ଅପେକ୍ଷା କରନି।
ବରଣ ବାଲା କହିଲି ସେ ଜୀବନ ତ ନିଶ୍ଚୟ ଜୀବିତ ଅଛନ୍ତି। ଚାଲ ଅପା, ସତରେ ସେ ଆଉ ଜୀବନରେ ନାହିଁ। ନାଇଁ ନାଇଁ ତମେ ସେମିତି କୁହନି। ଏ ବରଣ ବାଲା ତମେ ସେମିତି କୁହନି ଲୋ। ତମେ ଯଦି ଯିବ ତାହେଲେ ତମେ ମାନେ ସବୁ ଚାଲିଯାଅ। ମୁଁ କେମିତି ସେ ଯୁବରାଜକୁ ଛାଡ଼ି କଦାପି କିଛି ହେଇପାରିବିନି। ନାଇଁ ବରଣ ବାଲା ମୋ ପରା ତାଙ୍କ ଗଲାରେ ବରଣ ବାଲାଟା ଯାଇସାରିଛି। ତାକୁ ମୁଁ ଜୀବନ ସାଥୀ ରୂପେ ଭାବି ଯାଇସାରିଛି। ତମେ ଯେତେ ବଡ଼ କାନ୍ଦି ମୋ ଯୁବରାଜକୁ ଛାଡ଼ି ମୋ ଧନକୁ ଛାଡ଼ିଯିବିନି। ତମେ ପାରୁଛ ତ ଚାଲିଯାଅ। ମୁଁ କିନ୍ତୁ ସେଇ ଯୁବରାଜକୁ ଛାଡ଼ିକି ଯାଏ। ମୁଁ ତୁମକୁ ହାତ ଯୋଡ଼ି ନେଉଯାଉଛି। ମୋତେ ବାଧ୍ୟ କରନି। ମୋ ଧନକୁ ମୁଁ ଯେମିତି ହେଲେ ବି ମୋ ଜୀବନକୁ ଯେମିତି ହେଲେ ବି ମନର ମୋର ନିଶ୍ଚୟ ଫେରି ଆଣିବି। ଦିନେ ସାବିତ୍ରୀ ଯେମିତି ଯମରାଜଙ୍କ ଠାରୁ ସତ୍ୟବାନର ଜୀବନଟାକୁ ଫେରାଇ ଆଣିଥିଲି, ମୁଁ ବି ଆଜି ମୋ ଧନଙ୍କ ପାଇଁ ସାଜିବି ସାବିତ୍ରୀ ଆଉ ସେ ମରଣ ମୁହଁରେ ମୋ ଧନର ଜୀବନଟାକୁ ଫେରାଇ ଆଣିବି। ତମେ ମାନେ ମୋତେ ବାଧ୍ୟ କରନି। ତମେ ଏଠୁ ଚାଲିଯାଅ। ଦୟାକରି ମୋତେ ଏକୁଟିଆ ରହିବାକୁ ଦିଅ। ତମେ ଯାଅ। ସତରେ ତାହେଲେ ଆମେ ଚାଲି ଯାଉଛୁ। ହଉ ଠିକ ଅଛି ସଖିବାଲା, ମୋତେ ଏକୁଟିଆ ରହିବାକୁ ଦିଅ। ତମେ ପାରୁଛ ତ ଯାଅ। ମୋତେ ଆଉ ବାଧ୍ୟ କରନି ତୁମ ସହିତ ଯିବାକୁ। ସତରେ ତମେ ତ ଆମ ପିଲାଦିନର ସାଙ୍ଗ। ତମର ଭଲ ମନ୍ଦ ଆମେ ହିଁ ଚାହୁଁବ। ତମେ ତ ମନା କରି ଦେଉଛ। ତାହେଲେ ଆମେ ଏଥର ଯାଉଛୁ। ଠିକ ଅଛି ଭଲ ମାନ। ତମେ ଚାଲିଯାଅ। ମୁଁ ବି ପିଲାଟି ଦିନରୁ ସେଇ ମା ମଙ୍ଗଳାଙ୍କ ସେବିକା। ମୋର ଏ ଦୁନିଆରେ କିଏ ଅଛି ଯେ ମୋତେ ସାହା ଭରସା ହବ? ମୁଁ ସେଇ ମା ମଙ୍ଗଳାଙ୍କ ପାଖକୁ ଯିବି। ତାଙ୍କ ଦ୍ୱାରକୁ ଯାଇ ମୁଁ ବଳଦ ପତେଇ ଭିକ ମାଗିବି। ହେ ମା ମଙ୍ଗଳା, ମୋ ଧନର ଜୀବନଟାକୁ ଫେରେଇ ଦେବା। ନହେଲେ ମୁଁ ତୁମରି ଆଗରେ ମୋ ମୁଣ୍ଡଟା ପିଟି ପିଟି ତୁମରି ଆଗରେ ମୁଁ ନିଶ୍ଚୟ କରିବି। ତମେ ଯାଅ। ତମେ ପାରୁଛ ତ ଯାଅ। ମୋ ଧନକୁ ମୁଁ ଯେମିତି ହେଲେ ମୁଁ ସେଇ ମରଣ ମୁହଁରୁ ଫେରେଇ ଆଣିବି। ଶେଷରେ ତୁମେ ଏ କଣ କଲ? ମୁଁ ଜଣେ ମଲା
ସେ ତଳେ ମଲା ମଣିଷ ତାକୁ ମୁଁ ନେଇକି ଘର ସଂସାର କେମିତି କରିବି ମା? ହେ ମା ମଙ୍ଗଳା, ମୋତେ କିଛି ଗୋଟିଏ ଉପାୟ ଦିଅ ମା, ମୋତେ କିଛି ଗୋଟିଏ ସଂକେତ ଦିଅ ଯେମିତିକି ମୋ ଧନର ଜୀବନଟାକୁ ମୁଁ ଫେରେଇ ଆଣିପାରିବି। ମୁଁ ନିଶ୍ଚୟ ଯିବି ସେଇ ମା ମଙ୍ଗଳାଙ୍କ ମନ୍ଦିରକୁ, ଆଉ ମୁଁ ସେଇ ମା ମଙ୍ଗଳାକୁ ଭିକ ମାଗି ଯେମିତି ଦେବି ମୋ ଧନର ଜୀବନଟାକୁ ଫେରେଇ ଆଣିବି। ହେଲେ ଏ ଦୁନିଆ କଣ କହିବ? ନିଶ୍ଚୟ ଏମିତି କହିବେ ଯେ ଏ ପ୍ରତିମାନ ଜଣେ ମହା ମଣିଷକୁ ବରଣମାଳ ଦେଇସାରିଛି। ଲୋକେ କହିବେ ଏମିତି ନିଶ୍ଚୟ, ମରଣ ଗଲାରେ ବରଣମାଳ ଏମିତି ଗାଡ଼ି କେମିତି ହେଲା? ବେଳେ ବେଳେ ବାଟ ଧୋକା ଦିଏ, ଲୁହକୁ ଚିହ୍ନି ବୋଲି ଆଖି ପତା କହେ, ଫୁଲ ପାଇଁ ମହାକବି ହୁଏ ଅଚିହ୍ନା, ଶ୍ରାବଣ ପାଇଁ ମେଘ ହୁଏ ଅଜଣା। ବେଳେ ବେଳେ ବାଟ ଧୋକା ଦିଏ, ଲୁହ ଚିହ୍ନି ବୋଲି ଆଖି ପତା କହେ, ବେଳେ ବେଳେ ବାଟ